ହେଉଛି ସେହି ମା ସାହାଡ଼ା ସୁନ୍ଦରୀଙ୍କ ମନ୍ଦିର। ଅତି ସୁନ୍ଦର ମନୋରମ ଉଚ୍ଚ କୋଟିର ଏ ମନ୍ଦିରଟି ନିର୍ମାଣ କରାଯାଇଛି ଆମ ଏହି ବାଲିଢି ଗ୍ରାମର ଗ୍ରାମବାସୀଙ୍କ ଦ୍ୱାରା। ଆସନ୍ତୁ ଆମେ ମନ୍ଦିର ବୁଲି ଦେଖିବା, ମାଙ୍କ ବିଷୟରେ କିଛି ଜାଣିବା। ଆସନ୍ତୁ। ମା ନନା କେତେବେଳେ ଆସନ୍ତି? 5ଟା ନା 6ଟା? 6ଟା। ଠିକ୍ ଅଛି, ଆମେ ମାଙ୍କ ବିଷୟରେ କିଛି ଜାଣିବା। କିନ୍ତୁ ବର୍ତ୍ତମାନ ପହଡ଼ ସମୟରେ ଆସିଛେ, ଆଉ କିଛି ଭିଡ଼ିଓରେ ଆମେ ମାଙ୍କ ଦର୍ଶନ। ଆସନ୍ତୁ ମାଙ୍କ ପାର୍ଶ୍ୱ ଦେବାଦେବୀଙ୍କ ବିଷୟରେ ଜାଣିବା। ସୀତାରାମ ବା ରାମ ଏବଂ ସୀତାଙ୍କ ପାର୍ଶ୍ୱ ଦେବତାଙ୍କ ପାର୍ଶ୍ୱରେ ରାବଣ କିପରି ସୀତାଙ୍କୁ ହରଣ କରି ନେଉଛନ୍ତି ଏବଂ ଜଟାୟୁ ସହ ଯୁଦ୍ଧ, ସେ ବିଷୟରେ ଖୋଦିତ ଅଛି। କାଳିଆ ଦଳନ ସହ କୃଷ୍ଣଙ୍କର ମଧ୍ୟ ଅନେକ ଭୂମିକା ଅଛି। କୃଷ୍ଣ କିପରି ଏଠି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଦେଖୁଥିବେ। ଅର୍ଜୁନଙ୍କ ସହ କୃଷ୍ଣ ରଥରେ ବସି ମହାଭାରତ ଯୁଦ୍ଧର କିମ୍ବଦନ୍ତୀ। ସୁନ୍ଦର ମନ୍ଦିର। ଆସନ୍ତୁ ଆମେ ମାଙ୍କ ସହ କିଛି କଥା ହେବା ଏ ବିଷୟରେ। ଜାଣିବାକୁ ଚାହୁଁଛୁ, ସାହାଡ଼ା ସୁନ୍ଦରୀଙ୍କ ମନ୍ଦିର ମା ଗ୍ରାମ ଦେବତୀ। ଏ ଗ୍ରାମରେ ବାଲିଢି ଗ୍ରାମରେ ଆପଣମାନଙ୍କର ଗ୍ରାମ ଦେବତୀ ମା ଗ୍ରାମ ଦେବତୀଙ୍କର ଏତେ ଉଚ୍ଚ କୋଟିର ମନ୍ଦିର ନିର୍ମାଣ କରିଛନ୍ତି, ସେ ବିଷୟରେ କିଛି କହିବେ। ଆଜ୍ଞା ମୋ ନାଁ ହେଲା ସ୍ନେହଲତା ସାହୁ, ବାଲିଢି ଗ୍ରାମ ରାହାମା। ମୁଁ 40 ବର୍ଷ ହେଲା ଆସିଲିଣି। ମାଙ୍କ ମନ୍ଦିର ଏଇଠି ଥିଲା। ତା ପୂର୍ବରୁ ବି, ବହୁତ ପୂର୍ବରୁ ବି ସେ ମନ୍ଦିର ଥିଲା। ସେ ଗୋଟେ ବରଗଛ ମୂଳେ ମା ରହୁଥିଲେ, ଆଉ ବରଟା ତାଟି ଦେଇକିନି। ତାପରେ ଆମ ବାବୁ ଯିଏ, ସେ ଗୋଟେ ଛୋଟ ଚୁଳି ମନ୍ଦିର କରିଥିଲେ। ସେଇ ମନ୍ଦିରରେ ମା ରହୁଥିଲେ। କେତେ ମସିହାରେ ଗୋଟେ ବାତ୍ୟା ହେଲା, ଚୁଳି ମନ୍ଦିର ଇଏ ହେଇଗଲା। ତାପରେ ଆମର ଗାଁରେ ଯୋଉମାନେ ମୁରବୀ ଥିଲେ, ସେମାନେ 67 ମସିହାରେ ବାତ୍ୟା ହେଇଥିଲା। ଗାଁରେ ଯୋଉ ମୁରବୀ ମାନେ ଥିଲେ, ସେମାନେ ସବୁ ଭିକ୍ଷା କରିକି ମାଙ୍କର ଏଇଠି ଦିବକରା ଘର କରି ମାଙ୍କୁ ସ୍ଥାପନ କରିଥିଲେ। ଏଇ ସ୍ଥାନରେ ସ୍ଥାପନ କରିଥିଲେ। ତାପରେ ବହୁତ ଦିନ ହେଇଗଲା ପରେ ଘରୁ ପାଣି ଫାଣି ଦେଲା। ଆମେ ମା ମାନେ ବସିକି ଅନ୍ନସନ୍ନ କଲୁ ଯେ ମାଙ୍କ ଉପରେ ପାଣି ଫାଣି ପଡୁଛି, ଆଉ ମାଙ୍କର ମନ୍ଦିର ହଉ। ଯାହା ହଉ, ଜଣେ ମାଙ୍କର ଆଜ୍ଞା ହେଲା। ସବୁ ତାଙ୍କରି ଅନୁସାରେ ସବୁ କାମ ଏପର୍ଯ୍ୟନ୍ତ ହେଲା। 22 ମସିହାରେ ଆରମ୍ଭ ହେଲା, 25 ମସିହାରେ ମନ୍ଦିର 25ଟା ହେଲା। ଆଉ ମାଙ୍କର ତ ମହିମା ବହୁତ, ତାଙ୍କ ମହିମା ମୁଁ ବି କହିପାରିବିନି। ମୁଁ 21 ମସିହାରେ କ୍ୟାନ୍ସରରେ ପୀଡ଼ିତ ଥିଲି 2 ମାସ। ସେଇ ମାଙ୍କ ଦୟାରୁ ମୁଁ ଭଲ ହେଇଥିଲି। 24 ମସିହା ମେ 27ରେ ମୋର ହାର୍ଟ ଆଟାକ୍ ହେଇଥିଲା। ସେ ମାଙ୍କ ଦୟାରୁ ବି ମୁଁ ଭଲ ହେଇଛି। ମୋ ଜୀବନରେ ମା ଛଡା ମୁଁ କିଛି ଜାଣେ ନା। ମା ହିଁ ମୋର ସବୁ କିଛି। ସକାଳେ ସନ୍ଧ୍ୟାରେ ମାଙ୍କୁ ଦର୍ଶନ କରିଦେଲେ ମୋର ସବୁ ଦୁଃଖ ଦୂର ହେଇଯାଏ। ପ୍ରତ୍ୟକ୍ଷ ଦେବୀ, ସିଏ ଡାକିଲେ ବି ଓ କରନ୍ତି। କାହାର ଦୁଃଖ ସିଏ ନ ଶୁଣନ୍ତି ବୋଲି କଥା ନାହିଁ। ମା ହଉଛନ୍ତି ସବୁ କିଛି। ଦୃଢ ବିଶ୍ୱାସ ମାଙ୍କ ପ୍ରତି ଅଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏ ଦୃଢ ବିଶ୍ୱାସ ଆପଣଙ୍କର ରହିଥାଉ। କାହିଁକି ନା ଯେଉଁ କଥାଟିଏ ରଖିଲେ ହାର୍ଟ ଆଟାକ୍, ଆଉ କିଛି ହାର୍ଟ ଆଟାକ୍ 24 ଘଣ୍ଟା ପରେ ମୁଁ ଆଡମିସନ ହେଇଛି। ଆଚ୍ଛା, ସେଇ କଥାଟି ଆମେ ଜାଣିବାକୁ ଚାହୁଁଛୁ। ମା ହସ୍ପିଟାଲ ଯାଇଥିବେ। ଆଜ୍ଞା, ହସ୍ପିଟାଲରେ ଯାଇ ଆପଣ ଚିକିତ୍ସା ହେଲା ପରେ ଆପଣ ଆରୋଗ୍ୟ ଲାଭ କରିଛନ୍ତି। କିନ୍ତୁ ମାଙ୍କ ପ୍ରତି ଆପଣଙ୍କର ଯୋଉ ଦୃଢ ବିଶ୍ୱାସ ରହିଛି, ଆପଣ କହିବା ଅନୁସାରେ ଯେ ହସ୍ପିଟାଲରେ ମଧ୍ୟ ମା ଆପଣଙ୍କୁ ଦର୍ଶନ ଦେଇଛନ୍ତି। ସେଇଟା ଆତ୍ମାର ଭକ୍ତି ଆପଣଙ୍କର। ସେ ଦୃଢ ବିଶ୍ୱାସ ଆପଣଙ୍କର ଏହିପରି ବଜାୟ ରହୁ ଦେଉଛନ୍ତି। ଆୟୁଷରେ 4 ଦିନ ରହିଲି। ଦିନେ ରାତି ସେତେବେଳକୁ 11:30 ରାତି ହେବ। ମୋ ପାଖରେ 2 ଜଣ ମାଉସୀ ବସିଛନ୍ତି ବେଡ୍ ପାଖରେ। କହିଲେ, ସ୍ନେହଲତା ମାଉସୀ, ତୋ ପାଖରେ କାହିଁ ଚୁଆ ଅଗରୁ ବାସ୍ନା ହଉଛି। ସେତେବେଳେ ବାବା ମୋର ଅକ୍ସିଜେନ ଲାଗିଥାଏ, ମୁଁ କିଛି ଜାଣିପାରୁନଥାଏ। ଜଣେ ଦିଦି ଆସିଲେ, ଅକ୍ସିଜେନ ଖୋଲିଦେଲେ। ମୁଁ କହିଲି, ମା ତୁ ମତେ ପକେଇ ଦେଇକି କଣ ଦେଖିବାକୁ ଆସିଛୁ? ଆଉ ଏତେ ସୁନ୍ଦର ବାସ୍ନା ହଉଥାଏ। ସମସ୍ତେ ମ୍ୟାଡମ ମାନେ ସମସ୍ତେ ଦୌଡ଼ା ଦୌଡ଼ି ଆସିଲେ ମୋ ପାଖକୁ। କହିଲେ, ମାଙ୍କର ଏତେ ବିଶ୍ୱାସ, ମାଙ୍କ ପାଖକୁ ବି ମା ଆସିଛନ୍ତି। ଏଇ ସମୟରେ ମା କଳି ଯୁଗରେ ମଧ୍ୟ ଯାଇଛନ୍ତି। ପ୍ରତ୍ୟକ୍ଷ ଦେବୀ ଭାବରେ ମା ସାହାଡ଼ା ସୁନ୍ଦରୀ ଆସୁଛନ୍ତି। ଯାହା ହଉ ମା, ଆପଣଙ୍କ ଜରିଆରେ ହୁଏତ ମା ଆଉ କିଛି କରିବାକୁ ମଧ୍ୟ ଚାହାନ୍ତି। କିଛି ଗ୍ରାମର ହଉ, ଏ ଅଞ୍ଚଳର ହଉ, ଏ ସମାଜ ପାଇଁ ସବୁ ଯିଏ ଯାହା ମା କତିରେ ମାନସିକ କରିଛି, କାହାର ନ ହେଇଛି ବୋଲି କଥା ନାହିଁ। ମା ଡାକିଲେ ଓ କରୁଛି।
ମା ବିନା ଆମେ ବଞ୍ଚି ପାରିବୁନୁ। ଆମର ଗୋଟେ କୀର୍ତ୍ତନ ମଣ୍ଡଳୀ ଗଢିଛୁ, ମା ଶାରଦା ସୁନ୍ଦରୀ ସଂକୀର୍ତ୍ତନ ମଣ୍ଡଳୀ। ସନ୍ଧ୍ୟା ହେଲେ ମାଙ୍କ ପାଖରେ ଟିକେ ଭଜନ କୀର୍ତ୍ତନ ଭାଗବତ ପଢୁ, ଟିକେ କରିକିନି 9ଟା ରାତିକି ଯାଉ। ଠିକ ଅଛି ମା, ଯେହେତୁ ଆମେ ମାଙ୍କ ସହ କଥା ହେଲେ ଜାଣିବା ଆସନ୍ତୁ ଆମ ପାଖରେ ମା ଆପଣ କିଛି କହୁନାହାନ୍ତି। ମା ଶାରଦା ସୁନ୍ଦରୀଙ୍କ 10-15 ଜଣ ମା ମିଶିକି ଗୋଟେ କୀର୍ତ୍ତନ ମଣ୍ଡଳୀ କରିଛୁ, ଶାରଦା ସୁନ୍ଦରୀ କୀର୍ତ୍ତନ ମଣ୍ଡଳୀ। ଆଉ ସକାଳେ ଆସି ଦର୍ଶନ କରୁ, ସନ୍ଧ୍ୟାବେଳେ ଦର୍ଶନ କରି ସନ୍ଧ୍ୟା ଆଳତି ସରିଲେ ଏଠି ଭାଗବତ ପଢୁ, ଭଜନ କୀର୍ତ୍ତନ କରୁ, ଖୁସି ହେଇ ଯାଉ। ଆଉ ଆମେ ସବୁ କିଛି ଏଠିକି ଆସିଲେ ଭୁଲି ଯାଉ। ନିଶ୍ଚିନ୍ତ ସେମିତି ଦେହ ଖରାପ ହେଲା, ସେଇ ମାଙ୍କୁ ଡାକି ତାଙ୍କୁ ସେମିତି ଭଲ କରିଛନ୍ତି। ହେଲେ ଟିକେ ଅଛି ଅସୁବିଧା ତାଙ୍କର, ଆଉ ଅସୁବିଧା ଭଲ କରିଛନ୍ତି। ଆଉ ମାଙ୍କ ପ୍ରତି ମାଙ୍କ ପ୍ରତି ପାରାଲିସିସ୍ ହେଇଯାଇଥିଲେ, ଚାଲୁ ନଥିଲେ। କରୋନା ଯୋଉ ହେଲା ସେ ମା ତାଙ୍କୁ ଚଲେଇଲେ, ଭଲ ଅଛନ୍ତି, ଟିକେ ହାତ ଟିକେ ରହିଛି ଆଉ। ଆଚ୍ଛା ମା, କରୋନା ସମୟରେ ଏ ଅଞ୍ଚଳରେ କେତେ ଦୂର ଲୋକମାନଙ୍କ ପ୍ରଭାବିତ ହେଇଥିଲେ ଟିକେ କହୁନାହାନ୍ତି। ପ୍ରଭାବିତ ତ ହୋଇଥିଲେ। ଆଚ୍ଛା, ହୋଇଥିଲେ ଆମର ଏଇ ପାଖାପାଖି କିଛି ଲୋକ ଏକ୍ସପାୟାର କରିଥିଲେ ନା? କରୋନାରେ ମୋରି ଯା ପୁତୁରା ବୋଉ ସମସ୍ତଙ୍କୁ କରୋନା ହେଇଛି। କିନ୍ତୁ ଯୋଉ କରୋନା ହେଇଛି ମାନେ ଏଇଠୁ ଅକ୍ସିଜେନ ଲାଗିକି ମେଡିକାଲ ଯାଇଥିଲେ ମୋ ଯା। କିନ୍ତୁ ମା ଏମିତି ଘଣ୍ଟ ଘୋଡେଇଛନ୍ତି, ବାଲିଡିହ ଗ୍ରାମରେ କାହାର କିଛି ସୂତାଏ ବି ଅସୁବିଧା ମା କରିନାହାନ୍ତି। ସମସ୍ତଙ୍କୁ ତାଙ୍କ ଘଣ୍ଟ ତଳେ ପଣତ ତଳେ ମା ଘୋଡେଇକି ରଖିଛନ୍ତି। ସଦା ସର୍ବଦା ସେ ସମସ୍ତଙ୍କୁ ଚାହିଁଛନ୍ତି, କାହାର କିଛି କ୍ଷତି କରିନାହାନ୍ତି। ସବୁଠି କ୍ଷତି ହେଇଛି, କିନ୍ତୁ ବାଲିଡିହରେ କିଛି ହେଇନି। ମାଙ୍କର ଏତିକି କରୋନା। ଆଉ ଗୋଟେ କଥା ମୁଁ ସାର୍ କୁହନ୍ତୁ ଆଜ୍ଞା। ମୋ ପୁଅକୁ ମୁଁ ନେଇଯାଇଥିଲି ବାଙ୍ଗାଲୋର, ଯେତେବେଳେ ହାର୍ଟ ପ୍ରୋବ୍ଲେମ ବାହାରିଥିଲା, ମାନେ 12 ବର୍ଷ ହୋଇଥିଲା। ଯେତେବେଳେ ସେ ସ୍ଥାନ ମତେ ସେ ଯାଇ ପହଞ୍ଚି ଯାଇଥିଲା ବାଙ୍ଗାଲୋର, ଏଇଠୁ ଜାଣି ସାରିଲା ପରେ, କିନ୍ତୁ ମାଆଙ୍କ କୃପାରେ ହିଁ ସେ ସେଠୁ ଫେରିକି ଆସିଛି। ବହୁତ ଉପରେ ଅପରେସନ ହେଇଛି, 3 ଥର ଅପରେସନ ହେଲା ପରେ 3 ତାଲା ବିଲ୍ଡିଂରୁ ଫେରିବା ପାଇଁ ସେ ସବୁବେଳେ ଡାକେ। ଆମର ଶିବ ଠାକୁର ହୁଅନ୍ତି, ଶିବ ଠାକୁର ଆଉ ମା, ମୁଁ ଗଲେ ମୂର୍ତ୍ତି ତିଆରି କରିବି ମାଟିରେ। କିନ୍ତୁ ତା ଆଶା ସେଇଟା ଅଛି, ସେ କେବେ ପୂରଣ ହବ। କିନ୍ତୁ ସବୁବେଳେ ସେ ସେଇ କଥାଟା ହିଁ କହି ଆସେ। ଏବେ କେମିତି ଅଛନ୍ତି? ଏବେ ଭଲ ଅଛନ୍ତି। ଏବେ ଭଲ ଅଛନ୍ତି। ହଉ, ମାଙ୍କ ଦୟାରୁ, ମାଙ୍କ ଆଶୀର୍ବାଦ, ଛୋଟ ପିଲାଟି ଯାହା ହଉ, କିନ୍ତୁ ଔଷଧ ଖାଉ, ମେଡିକାଲରେ ଦେଖାଉଥିବେ, ମେଡିକାଲ ଟ୍ରିଟମେଣ୍ଟ କରୁଛନ୍ତି, ଆଶୀର୍ବାଦ ରହିବ। ସେ ତାଙ୍କର ସବୁବେଳେ ତ ସେ ଠାକୁରଙ୍କୁ ଡାକେ, ଆଉ କାରଣ ଏବେ ବି ସୁଦ୍ଧା ସେ ଭଲ ଅଛି। ତାପରେ ଏଠି ବି ନନା ଆମର ବସେଇଥାନ୍ତି, ସେ ଫେରିଆ ଯାନ୍ତି ବି ସମସ୍ତେ ଡାକିଛନ୍ତି କେମିତି ସେ ଭଲ ହେଇ ଫେରିକି। ବିବାହ ଉତ୍ସବ ଯୋଉ କାର୍ଯ୍ୟକ୍ରମଟିଏ ହୋଇଥାଏ, ଯାଇ ରଗଡ଼ାଠୁ ଆରମ୍ଭ କରି ପାଣି ତୋଳା ପର୍ଯ୍ୟନ୍ତ, ସେ ବିଷୟରେ ଟିକେ ଜାଣିବାକୁ ଚାହୁଁଛୁ, କିଛି କହିବେ। ଆମର ପୁଅ ହଉ ଝିଅ ହଉ ଯାହାର ବିଭାଘର ହୁଏ, ଯାଇ ଅନୁକୂଳ ହେଲେ ଆଗେ ମାଙ୍କୁ ପ୍ରଥମ ବରଣୀ ମାଙ୍କୁ ଦଉ। ପ୍ରଥମ ବରଣୀ ମାଙ୍କୁ ଦେଲା ପରେ ମାମୁଁ ଘର ବରଣୀ ଦଉ। ତାପରେ ବାହାଘର ଦିନ ଆଗେ ମାଙ୍କୁ ନିମନ୍ତ୍ରଣ କରି ପାଣି ତୋଳି ମାଙ୍କୁ ଗାଧୁଆ ପାଧୁଆ କରିକିନି ମାଙ୍କ ପାଣି ନେଇ ପିଲାମାନଙ୍କୁ ଗାଧେଇ ପାଧେଇ ଦେଇ, ପୁଅ ହଉ ଝିଅ ହଉ ବାହାଘର ହେଲା, ପୁଅ ହେଲେ ପୁଅ ବରବେଶ ହେଇ ସେ ମାଙ୍କୁ ଆରାଧନା କରିକି ଯାଏ। ଝିଅ ବି ହେଲେ ବାହାଘର ପାଣି ଗଲେ ଝିଅ ଗାଧେଇକିଣି ସେଇ ମାଙ୍କର କୃପା ଲାଭ କରେ। ମା ସଦା ସର୍ବଦା ମୋ ପିଲାମାନଙ୍କୁ ଅନେଇକି ରଖିଛନ୍ତି। ପିଲାମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ସେମାନେ ମା ଗ୍ରାମ ଦେବତୀ, ଯେହେତୁ ଗ୍ରାମର ଦେବୀ, ପ୍ରଥମେ ସେ ମାଙ୍କ ସହ ସେ ବିବାହ ଉତ୍ସବର ବିଷୟବସ୍ତୁ ଜଣେଇଥାନ୍ତି, ତାପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି, ସୁଖରେ ସଂସାର କରିଥାନ୍ତି। ଏହା ସମସ୍ତଙ୍କ ଅଞ୍ଚଳରେ ଦେଖାଯାଉଛି ମା ମାନେ। ଏଇଠି ଗୋଟେ ପ୍ରଶ୍ନ ଆସୁଛି ଆଜ୍ଞା, ସମସ୍ତଙ୍କ ଜୀବନରେ କଣ ସୁଖ ଆସୁଛି ଆଜ୍ଞା? ସମସ୍ତେ କିନ୍ତୁ ପାଣି ତୋଳୁଛନ୍ତି। ସୁଖ ଦୁଃଖ ଲାଗି ରହିଥିବା, ଦୁଃଖ ଆଉ ସୁଖ ଯୋଡ଼ିଏ ଜିନିଷ, ଯୋଡ଼ିଏ ଜିନିଷର ସୁଖ ଦୁଃଖ ଲାଗି ରହିଥାଏ। ସିଏ ପ୍ରଭୁଙ୍କ ଇଚ୍ଛା, ମାଙ୍କ ଇଚ୍ଛା। କାହା ଜୀବନରେ କଣ ଆସିବ କେହି ବାପା କହିପାରିବେନି। ପାଣି ସମସ୍ତେ ତୋଳନ୍ତି, କେତେ ଶ୍ରଦ୍ଧାରେ ପାଣି ତୋଳାଯାଏ, କେତେ ଶ୍ରଦ୍ଧାରେ ସେମାନେ ଯାଇ ରଗଡ଼ିଥାନ୍ତି, ମାଙ୍କୁ ସ୍ମରଣ କରିଥାନ୍ତି। ମୁଖ୍ୟ କଥାଟିଏ ସେଠି ସେ ଭକ୍ତିଟା ଆସିବା ଦରକାର ଆଜ୍ଞା। କିନ୍ତୁ ଲୋକ ଦେଖିବା ପାଇଁ ଆମେ ଆସିକି ପାଣି ତୋଳି ଦେଇ ଯୋଉ ଚାଲି ଯାଉ, ମନରେ ଅନ୍ତରରେ ଭକ୍ତି ନଥାଏ। କିନ୍ତୁ ପରିଶେଷରେ ଯେତେବେଳେ ଦାମ୍ପତ୍ୟ ଜୀବନ ଦୁଃଖପୂର୍ଣ୍ଣ ଆସେ, ସେମାନେ ମାଙ୍କ ଦୋଷ ମଧ୍ୟ ଦେଇଥାନ୍ତି। ଏଇ କଥାଟି ବୁଝିବାକୁ ଚାହୁଁଥିଲୁ। ହଉ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଏ ସମୟରେ ପହଡ଼ ଅଛି, ଆମେ ମାଙ୍କ ଦର୍ଶନ କରିପାରିଲେନି। ଆଗକୁ ଜାଣିବା, ମାଙ୍କ ଦର୍ଶନ ମଧ୍ୟ କରିବା। ଏ ସୁନ୍ଦର ମନ୍ଦିର ବିଷୟରେ ଆମେ ଜାଣିଲେ, ଆଉ କିଛି ତଥ୍ୟ ଉପରେ ଅଛି ଆମେ ବର୍ତ୍ତମାନ ଦେଖିଲେ। 10 ଅବତାର କଥା ମଧ୍ୟ ଏଠାରେ ଖୋଦିତ ଅଛି।
मत्स्य कश्यप बराह नरसिंह वामन परशुराम राम बलराम परे बुद्ध आसी थांदी ए मंदिर रे बा ग्रामदेवती पाखरे बुद्धंक स्थान रे नारायण अछंती कहीं नारायणंकर नवम अवतार भाव रे बुद्ध आसीथिले किंतु वर्तमान एठी नवम अवतार भाव रे स्वयं प्रभु नारायण अछंती एवं कल्की जे कली जुगरे अवतार नहीं आसवे सत्य जुगर आरंभ करिवे प्रभु कल्की सुंदर अतीतर ए वार्ता ये आम देखा पाइलु समस्त कथा आम जानिला परे ये अंचल रे किपरि मां साहारा सुंदरींकर अलौकिक घटना मान अच्छी से कथा कहले रोग दुख कष्ट रु किपरि मां हरण करुछंती से तथ्य रखिले आसंतु आज भिडियोटी को ये शेष करवा धन्यवाद। मां साहारा सुंदरी मां साहारा सुंदरी मंदिर प्रतिष्ठा उत्सव साहारा सुंदरी मंदिर 2 दिन होती स्थापना।